सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କର ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଛି। ଆଜି ଆମେ ଯୋଗର ପ୍ରାଣାୟାମ ବିଷୟରେ ଆଲୋଚନା କରିବା। ଏହା ହେଉଛି ଏକ ବିଶେଷ ବିଷୟ, ତେଣୁ ବହୁତ ଲୋକ ଭିତରୁ ବାହାରୁଥିବା ଅଶୁଦ୍ଧ ବାୟୁ, ଯାହା ନିଶ୍ୱାସ ସହିତ ବାହାର କରାଯାଏ, ତାକୁ ନାକ ଚିପି ବନ୍ଦ କରିଦିଅନ୍ତି। ଏହା ଦ୍ୱାରା ଅନେକ ପ୍ରକାରର କ୍ଷତି ହୁଏ, ରୋଗ ହୁଏ, ଯେପରିକି ଧାତୁହୀନତା, ଉନ୍ମାଦ, ରକ୍ତଦୋଷ, କୁଷ୍ଠ, ନିର୍ବଳତା, ଦୁର୍ବଳତା, ଶ୍ୱାସ, କାଶ, ମୂତ୍ରରୋଗ, ଅର୍ଶ, ଜୀର୍ଣ୍ଣଜ୍ୱର ଓ ଟିବି ଆଦି ରୋଗ ହେବାର ଦେଖାଯାଇଛି। ବହୁତ ଲୋକ ହାତରେ ନାକ ଚିପି ନଥାନ୍ତି, କିନ୍ତୁ ଶ୍ୱାସକୁ ବାହାରକୁ ଫିଙ୍ଗି ସେମାନେ ବାହାରେ ରୋକି ଦିଅନ୍ତି ଓ ଠିକ୍ ସେହିପରି ଶ୍ୱାସକୁ ଭିତରକୁ ନେଇ ଭିତରେ ମଧ୍ୟ ରୋକି ଦିଅନ୍ତି। ଏହା ଦ୍ୱାରା ମଧ୍ୟ ସବୁ ରୋଗ ହୁଏ, ଯାହା ନାକ ଚିପିଲେ ହୋଇଥାଏ। ଅଶୁଦ୍ଧ ବାୟୁ ବାହାରକୁ ବାହାରିଲା ଶୀଘ୍ର ସେହି କ୍ଷଣି ଶୁଦ୍ଧ ବାୟୁର ଭିତରକୁ ଯିବା ଆବଶ୍ୟକ ହୋଇଥାଏ। ଏଣୁ ଆତ୍ମା ପ୍ରାକୃତିକ ଭାବରେ ଏପରି ପ୍ରବନ୍ଧ କରିଛି। ଅଶୁଦ୍ଧ ବାୟୁ ବାହାରକୁ ଯାଇଛି କି ନ ଯାଇଛି, ଆତ୍ମା ଶୀଘ୍ର ବାହାରୁ ଶୁଦ୍ଧ ବାୟୁ ଟାଣିବାକୁ ପ୍ରସ୍ତୁତ ହୋଇଯାଏ। ଏହିପରି ଶୁଦ୍ଧ ବାୟୁ ଭିତରକୁ ଯାଇଛି ନା ନାହିଁ, ଅଶୁଦ୍ଧ ବାୟୁକୁ ବାହାର କରିବାକୁ ଆତ୍ମା ଶୀଘ୍ର ପ୍ରସ୍ତୁତ ହୋଇ ରହିଥାଏ। ଏହି ବେଗକୁ ରୋକିଲେ ରୋଗ ଆଡ଼କୁ ବଢ଼ିବାକୁ ହୁଏ। ଶ୍ୱାସ ଓ ପ୍ରଶ୍ୱାସକୁ ସ୍ୱାଭାବିକ, ସହଜ, ସରଳ ଓ ସ୍ୱତନ୍ତ୍ର ଭାବରେ ବାହାରକୁ ଓ ଭିତରକୁ ଯିବା ଆସିବାକୁ ଦେବା ସବୁଠାରୁ ବଡ଼ ଯୋଗ। ତାକୁ ରୋକିବା ବା ତାହାର ଯିବା ଆସିବାକୁ ବାଧା ଦେବା ଯୋଗ ନୁହେଁ, ରୋଗ। ଶ୍ୱାସକୁ ଭିତରେ ରୋକିଦେବା ଦ୍ୱାରା ଭିତରେ ଭିତରେ ଏହି ଅଶୁଦ୍ଧ ବାୟୁ ବା ଖରାପ ଗ୍ୟାସ୍ ମସ୍ତିଷ୍କକୁ ଧକ୍କା ଦେଇଥାଏ ଓ ମସ୍ତିଷ୍କର ସୂକ୍ଷ୍ମ କୋଷ୍ଠକ ଗୁଡ଼ିକୁ ବିଗାଡ଼ି ମନୁଷ୍ୟକୁ ପାଗଳ କରିଦିଏ। ଏହି କାରଣରୁ ଲୋକେ
କହନ୍ତି ଯୋଗ କରୁଥିବା ଲୋକେ ପାଗଳ ହୋଇଯାଆନ୍ତି। ଆଜିକାଲି ଲୋକେ ଯୋଗ ନାମରେ ଅଯୋଗୀମାନେ ବତାଇଥିବା ସାଧନ କରି ଯୋଗର ବଦନାମ କରୁଛନ୍ତି। କିନ୍ତୁ ପ୍ରକୃତରେ ଆଜିକାଲିର ମତବାଦୀ ନେତା, ସାମ୍ପ୍ରଦାୟିକ ସାଧୁ, ପଣ୍ଡିତ ଓ ପାଦ୍ରୀ କେହି ହେଲେ ଯୋଗ ଜାଣନ୍ତି ନାହିଁ। ଏମାନେ ଯେଉଁ ସାଧନ ବା ଯୋଗ ବତାଉଛନ୍ତି ସେଥିରେ ବହୁତ ଭୁଲ ଅଛି ଓ ତାହା କରି ଲୋକମାନଙ୍କର ଆୟୁ ଓ ବଳ କ୍ଷୀଣ ହେଉଅଛି। ଶ୍ୱାସ ପ୍ରଶ୍ୱାସ ସହିତ ରାମ ରାମ, ଶିବ ଶିବ ବା କୃଷ୍ଣ କୃଷ୍ଣ ବା ଅନ୍ୟ କୌଣସି ନାମ ଜପ କରିବା ଠିକ୍ ନୁହେଁ। ଏହା ଦ୍ୱାରା ଶ୍ୱାସ ପ୍ରଶ୍ୱାସର ଯିବା ଆସିବାର ସ୍ୱାଭାବିକତା ନଷ୍ଟ ହୋଇଯାଇଥାଏ। ପ୍ରକୃତ ଯୋଗ ବା ସାଧନ ହେଉଛି ଶ୍ୱାସ ପ୍ରଶ୍ୱାସର ଯିବା ଆସିବାକୁ ପ୍ରାକୃତିକ ଓ ସ୍ୱାଭାବିକ ଯିବା ଆସିବାରେ ସୁବିଧା ଓ ସ୍ୱତନ୍ତ୍ରତା ଦିଆଯିବା ଉଚିତ। ମୁନି ସମାଜ ସାଧନରେ ଶ୍ୱାସ ପ୍ରଶ୍ୱାସର ଯିବା ଆସିବାକୁ ପୁରା ସୁବିଧା ଓ ସ୍ୱତନ୍ତ୍ରତା ଦିଆଯାଇଥାଏ। ଫଳରେ ଶ୍ୱାସର ଯିବା ଆସିବା ପ୍ରାକୃତିକ ଓ ସ୍ୱାଭାବିକ ଭାବେ ହୁଏ। ପୁରୁଣା ଶ୍ୱାସ ବାହାରକୁ ନ ବାହାରିବା ଦ୍ୱାରା ନୂଆ ତଥା ଶୁଦ୍ଧ ଶ୍ୱାସ ଭିତରକୁ ନ ଯିବା ଦ୍ୱାରା ମନୁଷ୍ୟ ସୁସ୍ଥ ଓ ଜୀବିତ ରହିପାରେ ନାହିଁ। ଯେପର୍ଯ୍ୟନ୍ତ ଖାଇଥିବା ପୁରୁଣା ଖାଦ୍ୟ ବାହାରକୁ ନ ବାହାରିଛି ଓ ସଦ୍ୟ ଖାଦ୍ୟ ଭିତରକୁ ନ ଯାଇଛି ସେ ପର୍ଯ୍ୟନ୍ତ ମନୁଷ୍ୟ ସୁସ୍ଥ ଓ ନିରୋଗ ରହିପାରେ ନାହିଁ। ଆମେ ଜାଣିବା ଉଚିତ ଯେ ଶରୀର ପ୍ରବାହ ରୂପରେ ସ୍ଥିତିଶୀଳ। ଏଥିରେ ସବୁବେଳେ ନୂଆ ଆସେ ଓ ପୁରୁଣା ବାହାରୁଥାଏ। ନିତ୍ୟ ନୂଆ ଓ ସତେଜ ଖାଦ୍ୟ ଭିତରକୁ ଓ ଖାଇଥିବା ବା ପୁରୁଣା ଖାଦ୍ୟ ମଳ ରୂପରେ ବାହାରକୁ ବାହାରୁଥାଏ। ଏହି କ୍ରିୟାରେ ବଦଳ ଆସିବା ମାତ୍ରେ ମନୁଷ୍ୟ ନିର୍ବଳ ଓ ରୋଗୀ ହୋଇଯାଏ। କେବଳ ଖାଦ୍ୟ ନୁହେଁ, ପୁରୁଣା ଅସ୍ଥି, ପୁରୁଣା ରକ୍ତ ଓ ପୁରୁଣା ଅଣୁ ମଧ୍ୟ ବାହାରକୁ ବାହାରନ୍ତି ଓ ତାଙ୍କ ସ୍ଥାନରେ ଧୀରେ ଧୀରେ କ୍ରମଶଃ ନୂଆ ରକ୍ତକଣା, ନୂଆ ମାଂସ ଓ ନୂଆ ଅସ୍ଥିର ଅଣୁ ଆସନ୍ତି ଓ ବାହାରି ଯାଇଥିବା ଖାଲି ସ୍ଥାନ ପୂରଣ କରନ୍ତି। ଏହିପରି କିଛି ବର୍ଷ ପରେ ପ୍ରତ୍ୟେକ ଅଣୁ ବଦଳି ଯାଆନ୍ତି। ଯେପରି ଖାଇଥିବା ପୁରୁଣା ଖାଦ୍ୟ ଅନ୍ତନାଳୀରୁ ସମୟ ଅନୁସାରେ ବାହାରି ନଗଲେ ସଢ଼ିବାକୁ ଲାଗେ, ସେହିପରି ଶରୀରର ଅନ୍ୟ ପୁରୁଣା ଅଣୁ ଓ ସେଲ୍ସ ଯଦି ସମୟ ଅନୁସାରେ ବାହାରି ନ ଯାଆନ୍ତି ତେବେ ସଢ଼ିବାକୁ ଲାଗିବେ ବା ଲାଗନ୍ତି। ଯଦି ଆମେ ମୁନି ସମାଜର ଯୋଗ ସାଧନ କରିବା ତେବେ ଅନ୍ତନାଳୀର ପୁରୁଣା ମଳ ସମୟ ଅନୁସାରେ ବାହାରିଯିବ ଓ ଶରୀରର ପ୍ରତ୍ୟେକ ଅଙ୍ଗ, ଅବୟବ ଓ ନାଡ଼ୀରୁ ପୁରୁଣା ଓ ଅକାମୀ ଶରୀର ଅଣୁ ବା ସେଲ୍ସ ସମୟ ଅନୁସାରେ ବାହାରିଯିବେ। ତେଣୁ ଆମେ ମୁନି ସମାଜର ସାଧନ କରିବା ଉଚିତ। ଏତିକିରେ ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ ଜୟ ଜୀବ, ଜୟ ଜୀବ, ଜୟ ଜୀବ।